ଭାବୁଥାଏ ତା ଭାଇ କେତେବେଳେ ଆସିବ। ସେ ରାକ୍ଷୀ ବାନ୍ଧି ଦେବ ତା ହାତରେ ଆଉ ସବୁଦିନ ପାଇଁ ମାଗି ନେବ ତା ସ୍ନେହ, ପ୍ରେମ, ସାହାଯ୍ୟର ହାତ। ଭାଇ ଯଦି ଆସିବାରେ ଡେରି କରେ ଭଉଣୀଟି ବ୍ୟସ୍ତ ବିବ୍ରତ ହେଇ ଉଠେ। ସେହି ପ୍ରସଙ୍ଗକୁ ନେଇ କବି ଶରତ କୁମାର ଦାସଙ୍କ କଲମ ମୁନରୁ ଆଉ ଏକ ସୁନ୍ଦର କବିତା। ଆସନ୍ତୁ ଜାଣିବା କବିତାଟି କ'ଣ। କବିତାର ଶୀର୍ଷକଟି ହେଉଛି କୁଆଡ଼େ ଯାଇଛୁ ଆଜି ରାକ୍ଷୀ ପୁନେଇ। ରାତି ପାହି ଆସି ଦଣ୍ଡେ ବେଳ ହେଲାଣି, କୁଆଡ଼େ ଯାଇଛୁ ଆଜି ରାକ୍ଷୀ ପୁନେଇ। ବାନ୍ଧିଦେବି ବୋଲି ତୋ ହାତରେ ରାକ୍ଷୀ, ଫୁଲ ଚନ୍ଦନ ଧରି ସୁଭଦ୍ରା ଭଉଣୀ ମୁଁ ତୋର ରହିଛି ଚାହିଁ। ତୁ ମୋର ଭାଇ ଜଗନ୍ନାଥ ଜଗତ ଜିତା, ତୁ ଥିଲେ ପାଖେ ମୋର ନାହିଁ ମୋ ଚିନ୍ତା। ସୁନା ରୂପା ହୀରା ମୋତି ମାଗୁନି ତୋତେ, ସ୍ନେହ ମମତାରୁ ଦୂରେଇ ଦେବୁନି ମୋତେ। ପଡ଼ିଗଲେ କାଖେଇ ମୋ ଦେହରୁ ଧୂଳି ଝାଡ଼ି ଦେଇଛୁ, ଭୁଲିଗଲେ ବାଟ ବାଟ କଢ଼େଇ ନେଇଛୁ। ଅଝଟରେ ଗେଲ କରି ମୋ କଥା ବୁଝିଛୁ, ଜ୍ୱର ହେଲେ ନ ଶୋଇ ମୋ ସେବା କରିଛୁ। ଭାଇ ଭଉଣୀ ବନ୍ଧନ ସେ ତ ଯୁଗ ଯୁଗର, ପାରିଜାତ ମାଳାଟିଏ ସେ ସ୍ନେହ ପ୍ରେମର। ଆ ବେଗି ଚାଲିଆ ତୁ ତୋତେ ବାନ୍ଧିବି ରାକ୍ଷୀ, ତୁ ମୋ ଆଖି ଆଇନାରେ ମୋ ଜୀବନ ତୁହି। ପାଖରେ ଅବା ଦୂରରେ ଯେଉଁଠି ବି ଥାଏ, ଭୁଲିବୁନି ଆସୁଥିବୁ ମୋ ପାଖକୁ ପ୍ରତି ରାକ୍ଷୀ ପୂର୍ଣ୍ଣିମାରେ। କବିତାଟି କେମିତି ଲାଗିଲା? ଭଲ ଲାଗିଲା ନା? ଯଦି ଭଲ ଲାଗିଲା ତ କ'ଣ କରିବେ ଜାଣିଛନ୍ତି? ଭିଡ଼ିଓ ଟିକେ ଲାଇକ୍ କରିଦେବେ, ଆମମାନଙ୍କୁ ଭଲ ଲାଗିବ। ଭିଡ଼ିଓକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାନ୍ତୁ। ଉପସ୍ଥାପନାରେ ଯଦି କିଛି ଦୋଷ ତ୍ରୁଟି ରହିଗଲା କ୍ଷମା କରିବା ଅନାମିକାକୁ। ଆସିବ ଆଉ ଏକ କବିତା ସହିତ ଆସନ୍ତା ଅଧ୍ୟାୟରେ। ଆଜ୍ଞା ଦିଅନ୍ତୁ। ରହୁଛି। ନମସ୍କାର।